ବନ୍ଧୁଗଣ ଆସନ୍ତୁ ଆଜି ଆମେ ବିଶାଖା ନକ୍ଷତ୍ର ବିଷୟରେ ଜାଣିବା। ଏଠି ଦେଖନ୍ତୁ ରାଶି ଚକ୍ରରେ କାଳଚକ୍ରର ମଝିରେ ଥବ 16 ବିଭକ୍ତ 7। 16 ହେଉଛି ନକ୍ଷତ୍ରର ସିରିଏଲ୍ ନମ୍ବର, ବିଶାଖା ନକ୍ଷତ୍ରର 7 ହେଉଛି ତୁଳା ରାଶି। 1 2 ଏଠି ମେଷ ଘରୁ ଗଣି ଆସିବା। ଏଠି ତୁଳା ଘରେ ଯଦି ଚନ୍ଦ୍ର ଥବ ଭିତରେ ଲେଖା ହେଇଥିବ 16 ବିଭକ୍ତ 7, ତାହେଲେ ଆପଣ ଜାଣିବେ ଆପଣ ବିଶାଖା ନକ୍ଷତ୍ର ଏବଂ ତୁଳ ରାଶି। ବନ୍ଧୁଗଣ ଦେଖନ୍ତୁ ଏଠି ଭିତରେ ଯଦି 16 ବିଭକ୍ତ 8 ଥବ ଏବଂ 1 2 3 4 5 6 7 8 ଅଷ୍ଟମ ଘରେ ଯଦି ଚନ୍ଦ୍ର ଥବ ତାହେଲେ ଆପଣଙ୍କର ବିଶାଖା ନକ୍ଷତ୍ର ବିଛା ରାଶି। ବନ୍ଧୁଗଣ ବିଶାଖା ନକ୍ଷତ୍ର ଲୋକଙ୍କର ଚେହେରା ହ୍ୟାଣ୍ଡସମ୍ ଚେହେରା ଥାଆନ୍ତି, ଗୋଲ ମୁହଁ ଥାଆନ୍ତି, ସୁସ୍ଥ ଆଟ୍ରାକ୍ଟିଭ୍ ଚେହେରା ଥାଏ ସେମାନଙ୍କର। ଜଣେ ଜଣଙ୍କର ଡେଙ୍ଗା ଥାଆନ୍ତି ଆଉ ସୁସ୍ଥ ଶରୀର ଥାଆନ୍ତି, ଆଉ ଜଣେ ଜଣେ କିନ୍ତୁ ଥାଆନ୍ତି ସରୁ ଏବଂ ଗେଡ଼ା ଥାଆନ୍ତି। ସେମାନେ ତୀକ୍ଷ୍ଣ ଆଖି ଥାଏ। ବିଶାଖା ନକ୍ଷତ୍ର ଲୋକ ବହୁତ ଆଶାବାଦୀ ଜୀବନ ତାଙ୍କର ଥାଏ, ଉର୍ଜାବାନ ସେମାନେ ଥାଆନ୍ତି, ମାନେ ସବୁ କଥାରେ ତାଙ୍କର ଉତ୍ସାହ ଥାଏ। ସେମାନେ ଭାରି ବୁଦ୍ଧିଆ ଥାଆନ୍ତି, ସବୁ ପରିସ୍ଥିତିରୁ ଲାଭବାନ ହେଇଥାନ୍ତି। ସେମାନେ ଈଶ୍ୱର ଭୟାଳୁ, ଈଶ୍ୱରକୁ ଡରନ୍ତି, ଭୁଲ କାମ କରିବାକୁ ଚାହାନ୍ତି ନାହିଁ। ନିଜ କର୍ମରେ ସବୁବେଳେ ନିମଗ୍ନ ଥାଆନ୍ତି। ସେମାନେ ପରମ୍ପରାବାଦୀ, ନିଜ ପରିବାର ସମାଜର ପରମ୍ପରାକୁ ରକ୍ଷା କରନ୍ତି। ସେମାନେ ମାନବବାଦୀ, କାହାକୁ ଅନ୍ୟାୟ କରିବାକୁ ଦିଅନ୍ତି ନାହିଁ। ସମସ୍ତଙ୍କର ହ୍ୟୁମାନ୍ ରାଇଟ୍ସ ଉପରେ ସେମାନଙ୍କର ବହୁତ ଭଲ ଇଚ୍ଛା ଥାଏ ବା କାର୍ଯ୍ୟ କରିଥାନ୍ତି। ଅତି ଭୌତିକ ବିଶ୍ୱାସୀ, ମାନେ ଜ୍ୟୋତିଷ ଶାସ୍ତ୍ର କିମ୍ବା ଗୁଣି ଗାରେଡ଼ି ଉପରେ ବିଶ୍ୱାସ କରିବାର ସମ୍ଭାବନା ଥାଆନ୍ତି, କିମ୍ବା ଈଶ୍ୱର ଗୋଟେ ସ୍ୱତନ୍ତ୍ର କିଛି ଦେବେ ସେମିତି ଗୋଟେ ବିଶ୍ୱାସ ଥାଏ। ସେମାନେ ବହୁତ ସ୍ନେହୀ, ନିଜ ପରିବାର ପରିବେଶ ଚାରିଆଡ଼େ ଯେଉଁମାନେ ଅଛନ୍ତି ସେମାନଙ୍କୁ ବହୁତ ସ୍ନେହ କରନ୍ତି। ସେମାନେ ପଶୁ ପ୍ରେମୀ ଥାଆନ୍ତି, ସେମାନେ ପ୍ରକୃତି ପ୍ରେମୀ ମଧ୍ୟ ଥାଆନ୍ତି। ସେମାନେ ବିଶାଖା ନକ୍ଷତ୍ର ଲୋକ ମାତୃପ୍ରେମୀ, ବସ୍ତୁବାଦୀ ମାନେ ବହୁତ ସାଂସାରିକର ବସ୍ତୁ ଯେତେ ଅଛି ଲକ୍ଜୁରୀ ଜିନିଷ ସେମାନଙ୍କୁ ପାଇବାକୁ ଚାହାନ୍ତି। ସେମାନେ ନିଜ ଭବିଷ୍ୟତରେ ଆତ୍ମନିର୍ଭର ହୋଇଥାନ୍ତି, ନିଜ ଗୋଡ଼ରେ ନିଜେ ଠିଆ ହେଇଥାନ୍ତି, ବହୁତ ଭାଗ୍ୟବାନ ହେଇଥାନ୍ତି। ବ୍ୟବସାୟ କଲେ ବହୁତ ସଫଳ ହେଇଥାନ୍ତି, ଏକୁଟିଆ ବ୍ୟବସାୟ କଲେ ଅଧିକ ସଫଳ ହେବାର ସମ୍ଭାବନା ଥାଏ। ସେମାନେ ବହୁତ ଉଚ୍ଚାଭିଳାଷୀ ଥାଆନ୍ତି ଏବଂ କଠିନ ପରିଶ୍ରମ ଥାଆନ୍ତି। କଠିନ ପରିଶ୍ରମ ବଳରେ ସେମାନେ ସବୁଥିରେ ସଫଳ ହେବାର ସମ୍ଭାବନା ଥାଏ। ସେମାନେ ବହୁତ ନ୍ୟାୟବାନ ଥାଆନ୍ତି, ନୂତନ ଚିନ୍ତାଧାରା ସେମାନଙ୍କର ଥାଏ। ସେମାନେ ବହୁତ ସାଧୁତା ଥାଆନ୍ତି, ଯେଉଁ ବିଜନେସ୍ କରିବେ ସେମାନେ ସାଧୁ ଥାଆନ୍ତି, ସାଧୁତା ରକ୍ଷା କରନ୍ତି ଏବଂ ବ୍ୟବସାୟରେ ନୂତନ ଚିନ୍ତାଧାରାର ଇମ୍ପ୍ଲିମେଣ୍ଟ କରନ୍ତି। ସେମାନେ ପାରିବାରିକ ଲୋକ, ନିଜ ପିଲା ଛୁଆ ସ୍ତ୍ରୀ ଏମାନଙ୍କ ସାଙ୍ଗରେ ସେମାନଙ୍କର ବୁଝାବୁଝି କରନ୍ତି, ସବୁ ନିଜ ଗୋଡ଼ରେ ନିଜ ଛିଡ଼ାନ୍ତି। ସେମାନେ ନେତୃତ୍ୱ ନେବାର, ନ୍ୟାଚୁରାଲ୍ ନେତୃତ୍ୱ ନେବାର କ୍ଷମତା ଥାଏ। ସେମାନେ ରାଜନୀତି ହେଉ ମାନେ ଯେକୌଣସି କ୍ଷେତ୍ରରେ ହେଉ ସେମାନେ ନେତୃତ୍ୱ ନେଇଥାନ୍ତି। ସାଧାରଣତଃ ଡିଜାଷ୍ଟର ମ୍ୟାନେଜମେଣ୍ଟ, ସମାଜ ସେବାରେ ବି ବହୁତ, ଆଧ୍ୟାତ୍ମିକ କ୍ଷେତ୍ରରେ ବି ବହୁତ ନେତୃତ୍ୱ ନେଇଥାନ୍ତି। ସେମାନଙ୍କର ବିକାଶ ହୋଇଥାଏ ଜୀବନ କାଳ ମଧ୍ୟରେ, ଧୀରେ ଧୀରେ ବିକାଶ ହୋଇଯାଏ। ସାଧାରଣତଃ 25 ବର୍ଷ ପରେ ସେମାନଙ୍କର ଆତ୍ମିକ ବିକାଶ, ସାମାଜିକ ବିକାଶ ଏବଂ କ୍ୟାରିୟରର ବିକାଶ ମଧ୍ୟ ହୋଇଥାଏ। ସେମାନେ ବହୁତ ଜ୍ଞାନୀ ଥାଆନ୍ତି, ବୟସ ଅନୁପାତରେ ଯେଉଁ ବୟସରେ ଯେତିକି ଜ୍ଞାନୀ ହେବା କଥା ସେଥିରୁ ଅଧିକା ଜ୍ଞାନୀ ହେଇଥାନ୍ତି। ବୟସ ଅନୁପାତରେ ଜ୍ଞାନୀ ହେଇଥାନ୍ତି, କିନ୍ତୁ ବହୁତ କେତେ ଗୁଡ଼ିଏ ଖରାପ ଗୁଣ ମଧ୍ୟ ଥାଏ ଜଣ ଜଣଙ୍କର, ସମସ୍ତଙ୍କର ନଥାଏ। କ'ଣ ଗପୁଡ଼ା, ପର କଥାରେ ମୁଣ୍ଡ ପୁରେଇବା, ଟିକେ ଗୁଲି ଗପ କରିବା, ଏଇ ଜିନିଷ ଗୁଡ଼ାକ ନ କରିବା ସେମାନଙ୍କ ପାଇଁ ଭଲ। ସେ ନିଜ ବୁଦ୍ଧିରେ ଚାଲନ୍ତି, ଏକାଧିକ ମାର୍ଗରେ ସେମାନେ ରୋଜଗାର କରିବାକୁ ଚେଷ୍ଟା କରନ୍ତି। ସବୁ ଯେଉଁ ମାର୍ଗରେ କରନ୍ତି କିନ୍ତୁ ସାଧୁତା ରକ୍ଷା କରନ୍ତି। ସେମାନେ ବହୁତ ସଫା ସୁତରା ରହିବାକୁ ଚେଷ୍ଟା କରନ୍ତି। ସେମାନେ ଦାତା ଥାଆନ୍ତି, ଗରିବ ଗୁରୁବା ପଣ୍ଡିତ ବ୍ରାହ୍ମଣ ଏମାନଙ୍କୁ ସବୁ ଦାନ କରନ୍ତି। ସେମାନେ ସ୍ୱେଚ୍ଛାସେବୀ ଥାଆନ୍ତି, ଜୀବନ କାଳ ମଧ୍ୟରେ ଧନୀ ହେଇଥାନ୍ତି, ବହୁତ ସାମାଜିକ ପୁରସ୍କାର ପାଇଥାନ୍ତି। ସେମାନେ ବହୁତ ରୋମାଣ୍ଟିକ୍ ଥାଆନ୍ତି। ବେଳେବେଳେ ଶୁକ୍ର ଖରାପ ଥିଲେ କିମ୍ବା ଚନ୍ଦ୍ର ଖରାପ ଥିଲେ, ମଙ୍ଗଳ ଖରାପ ଥିଲେ ସେ ପରକ୍ରିୟା ପ୍ରେମରେ ପଡ଼ିଥାନ୍ତି। ସମ୍ମାନୀୟ, ସମାଜରେ ସମ୍ମାନୀୟ ଲୋକ ହୋଇଥାନ୍ତି, ତର୍କବାଦୀ ହେଇଥାନ୍ତି। ସେମାନେ ଗୋଟେ ମନି ମେକର, ମାନେ ଯେକୌଣସି ଧନ୍ଦାରେ ଥାଆନ୍ତି, ପଇସାଟା ନିତର ଆଧୁନିକ ଚିନ୍ତାଧାରାଟା ପ୍ରବେଶ କରାଇ ମନି ମେକର, ମନିଟାକୁ ତିଆରି କରିପାରନ୍ତି। ଆଧୁନିକ ଚିନ୍ତାଧାରାର ଇମ୍ପ୍ଲିମେଣ୍ଟେସନ୍ ସବୁଥିରେ କରନ୍ତି।
ସେମାନେ ଶୀଘ୍ର ସାଧାରଣତଃ ବିବାହ କରନ୍ତି, କିନ୍ତୁ କ୍ୟାରିଅର ପାଇଁ ସେମାନେ ଅଧିକା ବିଳମ୍ବରେ ବିବାହ କଲେ ସେମାନେ କ୍ୟାରିଅର ଆଉ ଅଧିକ ଭଲ ଯାଏ। ସ୍ତ୍ରୀ ସାଙ୍ଗରେ କିମ୍ବା ସ୍ୱାମୀ ସାଙ୍ଗରେ ସେମାନଙ୍କ ଭଲ ସମ୍ପର୍କ ଥାଏ। ମହିଳାମାନେ ସାଧାରଣତଃ ସୁନ୍ଦରୀ ହେଇଥାନ୍ତି, ପ୍ରାକୃତିକ ସୁନ୍ଦରୀ ହେଇଥାନ୍ତି, ଆକର୍ଷଣୀୟ ହେଇଥାନ୍ତି, ମଧୁର ଏବଂ ନରମ କଥା ଥାଏ। ଘରୋଇ ଏବଂ ପ୍ରଫେସନାଲ୍ ଉଭୟରେ ସେମାନେ ପାରଙ୍ଗମ ହେଇଥାନ୍ତି। ସେମାନେ ବହୁତ ସ୍ମାର୍ଟ ଥାନ୍ତି, ଧାର୍ମିକ ଥାନ୍ତି, ତୀର୍ଥଯାତ୍ରୀ କରନ୍ତି। ସେମାନେ ଜୀବନରେ ସଫଳ ନାରୀ ଥାନ୍ତି, ଧନୀ ନାରୀ ଥାନ୍ତି, ଇମୋସନାଲ୍ ମଧ୍ୟ ଥାନ୍ତି। ସେମାନଙ୍କର ମହିଳାମାନେ ସାଧାରଣତଃ କଳାକାର, ଫ୍ୟାସନ୍, କବି, ଗଣମାଧ୍ୟମ, ବିଜ୍ଞାପନ, ଭ୍ରମଣରେ କ୍ୟାରିଅର କରିଥାନ୍ତି। ପୁରୁଷମାନେ ସାଧାରଣତଃ ଭାଷଣ ଦିଅନ୍ତି, ନେତୃତ୍ୱ ନିଅନ୍ତି, ପ୍ରବଚକ ହୋଇଥାନ୍ତି, ଇନ୍ସୁରାନ୍ସରେ କାମ କରିପାରନ୍ତି, ସେଲ୍ସରେ କାମ କରିପାରନ୍ତି, ଶିକ୍ଷାଦାନ ଯେତେ ପ୍ରକାର ଶିକ୍ଷାଦାନ ଅଛି ସେଥିରେ କାମ କରିପାରନ୍ତି। ବ୍ୟବସାୟ ସାଧାରଣତଃ ତାଙ୍କର ଭଲ ଲାଇନ୍। ବ୍ୟାଙ୍କିଂ, କ୍ରିଏଟିଭ୍ ଆର୍ଟସ୍, ଲେଖକ, ମ୍ୟୁଜିକ୍, ଫିଲ୍ମ, ଫ୍ୟାସନ୍ ଡିଜାଇନ୍, ଆଇନର ଯେତେ ଡିପାର୍ଟମେଣ୍ଟ ଅଛି, ଆଇନର ମାଜିଷ୍ଟ୍ରେଟ୍ ଠାରୁ ଯେତେ ଡିପାର୍ଟମେଣ୍ଟ, ମେଡ଼ିସିନର ସବୁ ଡିପାର୍ଟମେଣ୍ଟ, ପ୍ରଶାସନିକ ଏବଂ ମ୍ୟାନେଜମେଣ୍ଟ, ରିସର୍ଚ୍ଚ, ଜ୍ୟୋତିଷ, ବୈଜ୍ଞାନିକ, ଗଣିତଜ୍ଞ ଏବଂ କୂଟନୀତିଜ୍ଞ ହେବାର ସମ୍ଭାବନା ଥାଏ। ରୋଗ ସାଧାରଣତଃ ସେମାନଙ୍କ ଦୁର୍ଘଟଣା ଜନିତ ରୋଗ, ପାରାଲିସିସ୍, ଶ୍ୱାସପ୍ରଶ୍ୱାସ ଜନିତ ରୋଗ, କିଡ଼ନୀ ରୋଗ, ୱିକନେସ୍, ପେଟ ରୋଗ, ଚର୍ମ ରୋଗ ଏବଂ ଆଖି ରୋଗ ଇତ୍ୟାଦି ହେବାର ସମ୍ଭାବନା ଥାଏ। ବନ୍ଧୁଗଣ, ବିଶାଖା ନକ୍ଷତ୍ର 16/7 ତୁଳା ଏବଂ 16/8 ବିଛା ରାଶିରେ ଥାଏ। ପାଦ 4 ପାଦ, ପ୍ରଥମ ପାଦ ହେଉଛି ଲିଡ଼ିଂ ରହୁଛି ମଙ୍ଗଳ। ସେଥିରେ ଲୋକ ଜନ୍ମ ହୋଇଥିବା ଲୋକ ଇନ୍ସପିରେସନ୍ ଥାଏ, ରୋମାଣ୍ଟିକ୍ ଥାନ୍ତି, ପ୍ରେମୀ ଥାନ୍ତି, କଠିନ ପରିଶ୍ରମ ଥାନ୍ତି, ଅକଳ୍ପନୀୟ ଥାନ୍ତି, ମାନେ ତାଙ୍କୁ ମାନେ କଳନା କରିବା କଷ୍ଟ ହୋଇଥାଏ ଲୋକଙ୍କ ପାଇଁ। ଦ୍ୱିତୀୟ ପାଦରେ ଗ୍ରହ ହେଉଛି ଲିଡ଼ିଂ ଗ୍ରହ ଶୁକ୍ର। ସୃଜନଶୀଳ ଥାନ୍ତି, ମେଧାବୀ ଥାନ୍ତି, ବୁଦ୍ଧିଆ ଥାନ୍ତି, ବହୁତ ଧନ୍ଦାରେ ଟିକେ କାର୍ଯ୍ୟ କରିଥାନ୍ତି, ଅଲଗା ବିଭିନ୍ନ ପ୍ରଫେସନରେ କାମ କରନ୍ତି। ତୃତୀୟ ପାଦରେ ଥାନ୍ତି ଯିଏ ତାଙ୍କ ଲିଡ଼ିଂ ଗ୍ରହ ବୃଦ୍ଧ, ସେମାନେ ଥାଏ ରିଡ଼ିଂ ଉପରେ ବେଶୀ ଥାଏ, ଧର୍ମ ଉପରେ ଥାଏ, ଯୋଗାଯୋଗ ଥାଏ, ଇମୋସନାଲ୍ ଥାନ୍ତି। ଚତୁର୍ଥ ପାଦରେ ଲିଡ଼ିଂ ଗ୍ରହ ହେଲେ ଚନ୍ଦ୍ର, ସେମାନେ ସେ ଈର୍ଷାଳୁ ଥିବେ, ଇମୋସନାଲ୍ ଥିବେ, ସେନ୍ସିଟିଭ୍ ଥିବେ, ପ୍ରେମୀ ଥିବେ। ବିଶାଖା ନକ୍ଷତ୍ର ତତ୍ତ୍ୱ ହେଉଛି ଅଗ୍ନି ତତ୍ତ୍ୱ ରାଶି। ଦିଗ ହେଉଛି ପୂର୍ବ ଦିଗ। ଗ୍ରହ ଲିଡ଼ିଂ ଗ୍ରହ ହେଉଛି ବୃହସ୍ପତି ଗ୍ରହ। ଦେବତା ହେଉଛି ଇନ୍ଦ୍ରାଗ୍ନି ବା ଇନ୍ଦ୍ରଯୁକ୍ତ ଅଗ୍ନି। ଇନ୍ଦ୍ର ଓ ଅଗ୍ନିଙ୍କ ମିଶ୍ରିତ ରୂପ ହେଉଛି ଇନ୍ଦ୍ରାଗ୍ନି ତାଙ୍କ ଦେବତା। ଲିଙ୍ଗ ହେଉଛି ସ୍ତ୍ରୀଲିଙ୍ଗ। ଅସଂଗତ ହେଉଛି ଉତ୍ତରା ଭାଦ୍ର, ଯାହା ସାଙ୍ଗରେ ପଡ଼ିବ ନାହିଁ। ଜନ୍ମ ମହାଦଶା ହେଉଛି ବୃହସ୍ପତି ମହାଦଶାରେ ଏମାନଙ୍କର ଜନ୍ମ। ଗଣ ହେଉଛି ରାକ୍ଷସ ଗଣ। ନାମ ଜାତକ ନାମ ହେଉଛି ଥି ଥୋ ଥେ ଥୁ, ମୂଳ ଅକ୍ଷରରେ ହେଇଥିବ। ବାର ହେଉଛି ଗୁରୁବାର। ନାଡ଼ି ହେଉଛି କଫ ନାଡ଼ି। ରତ୍ନ ହେଉଛି ପୋଖରାଜ। ପ୍ରଥମ ଆଙ୍ଗୁଠିରେ ପୋଖରାଜର ସୁନା ମୁଦିରେ ବି ତିଆରି କରିକିରି ଗୁରୁବାର ଦିନ ତାରା ତାରିଣୀ ଉଗ୍ରତାରା ପାଖରେ କରି ପୂଜା କରିକି ଶିବ ମନ୍ଦିରରେ ପୂଜା କରି ପାଦୁକରେ ଧୋଇକି ତାକୁ ଧାରଣ କରିବେ। ନାଡ଼ି ହେଉଛି କଫରା। ରଙ୍ଗ ହେଉଛି ଶୁଭ ରଙ୍ଗ ହେଉଛି ସୁନେଲି ରଙ୍ଗ। ଶୁଭ ଅଙ୍କ ହେଉଛି 3। ଶୁଭ ଲେଟର ହେଉଛି ଜେଡ଼। ମନ୍ତ୍ର ହେଉଛି ଶିବ, ପାର୍ବତୀ ଏବଂ ତାରା ତାରିଣୀ ଉଗ୍ରତାରା। ତାର ମାନେ ଶିବଙ୍କ ଯେଉଁ ବୃହସ୍ପତିଙ୍କ ସ୍ତ୍ରୀ ତାରା ତାରିଣୀ ଉଗ୍ରତାରା ଯେଉଁ ଇଏ ହେଇଥାଇପାରେ। ତାପରେ ଯଦି ଅସୁବିଧା ଥାଏ, ଗ୍ରହ ଦୋଷ ଥାଏ, ଦାନ ଦକ୍ଷିଣା କରିବାକୁ ଅନୁରୋଧ। ଧନ୍ୟବାଦ।